ଆମର ଜଗତର ନାଥ ଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଆଜି ଖୋଲା ହବ। ପ୍ରଭୁ ଆସି ଅଛନ୍ତି। ଗୁଣ୍ଡିଚା ଘରେ ଲକ୍ଷ ଲକ୍ଷ ଲୋକ ଦର୍ଶନ କରୁଛନ୍ତି, ଆଶୀର୍ବାଦ ଦଉଛନ୍ତି। କାଲି ବାହୁଡ଼ା ଫେରିଯିବେ। ତେଣୁ ମୁଁ ସରକାରଙ୍କୁ ଧନ୍ୟବାଦ ଦଉଛି। ଆଜି ରତ୍ନ ଭଣ୍ଡାର ଖୋଲି ପୃଥିବୀର ଜନସାଧାରଣ, ଭାରତ ଜନସାଧାରଣ, ଓଡ଼ିଶାର ଜନସାଧାରଣଙ୍କୁ ଜଣାଇଦେବେ ଏତିକି ସମ୍ପତ୍ତି ଅଛି। ରତ୍ନଭଣ୍ଡାରକୁ ଯୋଉମାନେ ଯିବେ ସେ ଭିତରେ କଣ ଦେଖିଲେ ବୋଲି ବାହାରେ କହିବେନି ବୋଲି। ହଁ, କାହିଁ ଦରକାର କହିବା? କ'ଣ ଦରକାର କହିବା? କ'ଣ ଅଛି? ହୀରା, ନୀଳା, ମୋତି, ମାଣିକ, ସୁନା, ରୂପା, ଏକୁ ସେ ହିସାବ ଲୋକଙ୍କୁ ଦେବେ। ସେ କାହିଁ ଆସି କହିବେ କ'ଣ ଅଛି କ'ଣ ନାହିଁ? ସେ ଠିକ୍ କରିଛନ୍ତି। କମିଟି ମେମ୍ବରଙ୍କୁ ୱାର୍ଣ୍ଣିଂ ଦେଇଛନ୍ତି ସରକାର, କାହାକୁ କିଛି କହିବନି। ଯାହା ସମ୍ପତ୍ତି ଅଛି ଓଜନ କରି ବଣିଆଙ୍କ ଜରିଆରେ, ଏକ୍ସପର୍ଟ ବଣିଆ ଯେଉଁମାନେ ଚିହ୍ନି ପାରିବେ ହୀରା, ନୀଳା, ମୋତି, ମାଣିକ, ସେଇଭଳିଆ ବଣିଆକୁ ନେଇ ମାପଚୁପ କରି ଓଜନ କରି ପୃଥିବୀବାସୀକି ଜଣେଇ ଦିଅନ୍ତୁ। ବଢ଼ିଆ ଖବର। ନିର୍ବାଚନୀ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି ମାଡ଼ ହେଇଛି, ତାଙ୍କ କାନରେ ଗୁଳି ବାଜିଛି, ଆମେରିକା ରାଷ୍ଟ୍ରପତି। ଆରେ ଶୁଣ, ତାଙ୍କ ଦେଶରେ ଅଛି ଯେ ଗୁଳି ମାରିଥିଲା ଶାସନ ଗୁଳି କରିଦେବା। ଆମ ଦେଶରେ ନେଇ ଗୁଳି କରିଦେବା। ଆମେରିକା ଦେଖିଲ ତ, ଟ୍ରମ୍ପକୁ ଯିଏ ମାରିଛି ଗୁଳି ତାର ସେଇଠି ଖତମ କରିଦିଆଗଲା, ସେଇଠି ସୁଟ୍ କରିଦିଆଗଲା। ତାଙ୍କ ଶାସନ କଡ଼ା, ତା ଭାଗ୍ୟ ଭଲ ବଞ୍ଚିଗଲା। ରାଜ୍ୟପାଳଙ୍କ ପୁଅ ଲଲିତ ଦାସ ଯୋଉଭଳି ସରକାରୀ କର୍ମଚାରୀଙ୍କ ହାତ ଉଠିଛି, କୌଣସି ନା, ନିଜେ ରାଜ୍ୟପାଳ ହସ୍ତକ୍ଷେପ କରିଛନ୍ତି, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି, କଂଗ୍ରେସ ଦଳ ହସ୍ତକ୍ଷେପ କରିଛି, ବିଜେଡି ହସ୍ତକ୍ଷେପ କରିଛି, ସମସ୍ତେ କରିଛନ୍ତି। ଅନୁସନ୍ଧାନ ହେଇଛି, ଆକ୍ସନ ନେବା ପାଇଁ ଫାଇନାଲ ବି ହେଇଛି। ଆହୁରି ବେଶୀ ରଞ୍ଜିତ କରିବା ମୁଁ ଭାବୁଛି ଭଲ ହବନି। ରତ୍ନଭଣ୍ଡାରରେ କିଛି ଆଲୋକିକ ଦୃଶ୍ୟ ଦେଖିବାକୁ ମିଳିବ କି ଭଗବାନ? କିଏ କହିବ? ବସନ୍ତୁ, ଆଗ ଯାଆନ୍ତୁ। ଜଗନ୍ନାଥଙ୍କର କ'ଣ ଅଛି? କପିଳେନ୍ଦ୍ର ଯେତେବେଳେ ଜିତିଥିଲେ ଦକ୍ଷିଣ ଭାରତ, 4ଟା ହାତୀରେ 10ଟା ଘୋଡ଼ାରେ ସୁନା, ରୂପା, ହୀରା, ନୀଳା, ମୋତି ଆଣିକି ତା ଭିତରେ ରଖିଛନ୍ତି। ଫାର୍ଷ୍ଟ ଟାଇମ୍ ଗଣନା କରାଯିବ କ'ଣ ଅଛି କ'ଣ ନାହିଁ। ଗୋଟେ ବିରାଟ କାର୍ଯ୍ୟ। ସରକାରଙ୍କୁ ଧନ୍ୟବାଦ। ଦିଲ୍ଲୀ ସରକାର କାରଣ ମୋଦି ନ କହିଲେ କ'ଣ ମୋହନ ମାଝୀ କରିଦେବେ? ଉଭୟଙ୍କୁ ଧନ୍ୟବାଦ। ଆମ ପୁତୁରା ପୃଥ୍ୱୀରାଜକୁ ଧନ୍ୟବାଦ। ଯାହା ହଉ ରତ୍ନଭଣ୍ଡାର ଆଜି ଖୋଲା ହେଇ ଲୋକମାନଙ୍କୁ ଜଣେଇ ଯିବ ଏତିକି ସମ୍ପତ୍ତି ଅଛି। LIT Luxury Institute of Technology. LIT provide a graduation course, BCA, BSc Computer Science, BSc ITM and BSc Data Science in Bhubaneswar. Contact number 067425444690. LIT Luxury Institute of Technology.